ଚାରେ ଘିଅ ମିଶାଇ ପିଇଲେ କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ଥଣ୍ଡା, ଅପସନ୍ ବି ଅର୍ଶ, ଅପସନ୍ ସି ଯକ୍ଷ୍ମା, ଅପସନ୍ ଡି କ୍ୟାନ୍ସର। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଏ ଥଣ୍ଡା। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ପାଣିରେ ଲୁଣ ପକାଇ ଗାଧୋଇଲେ କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ହଇଜା, ଅପସନ୍ ବି କ୍ୟାନ୍ସର, ଅପସନ୍ ସି ଚର୍ମ ରୋଗ, ଅପସନ୍ ଡି ପେଟ ସମସ୍ୟା। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହା ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି ଚର୍ମ ରୋଗ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, କେଉଁ ଗଛର ପତ୍ର ଚୋବାଇବା ଦ୍ୱାରା ଦାନ୍ତ ଚମକିଥାଏ? ଅପସନ୍ ଏ ନିମ୍ବ, ଅପସନ୍ ବି ରାଶି, ଅପସନ୍ ସି ତୁଳସୀ, ଅପସନ୍ ଡି ସୋରିଷ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ବି ରାଶି। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ଉଚ୍ଚତମ ପ୍ରତିମା କେଉଁଟି ଅଟେ? ଅପସନ୍ ଏ ହାମ୍ପି, ଅପସନ୍ ବି ତାଜମହଲ, ଅପସନ୍ ସି କୁତବ ମିନାର, ଅପସନ୍ ଡି ଷ୍ଟାଚ୍ୟୁ ଅଫ୍ ୟୁନିଟି। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି ଷ୍ଟାଚ୍ୟୁ ଅଫ୍ ୟୁନିଟି।